ଏହା ହେଉଛି ITI ନାମଲେଖା ବିଜ୍ଞାପନ। ଭଲ ଭାବରେ ଦେଖି ନିଅନ୍ତୁ ଏହି ବିଜ୍ଞାପନଟିକୁ। ଏହି ବିଜ୍ଞାପନଟି 2025-26 ଶିକ୍ଷାବର୍ଷ ପାଇଁ ଦିଆଯାଇଛି। ଆପଣ ITIରେ ଆଡ଼ମିସନ୍ କରିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଆପଣ 10 ଏପ୍ରିଲ 2025 ତାରିଖ ଦିନଠାରୁ ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ। ଏଥିପାଇଁ କିଛି କ୍ରାଇଟେରିଆ ରହିଛି ଯାହାକି ଆପଣଙ୍କୁ ନିଶ୍ଚିତ ଭାବରେ ପୂରଣ କରିବାକୁ ପଡ଼ିବ। ପ୍ରଥମ କ୍ରାଇଟେରିଆ ହେଉଛି ଯେ ଆପଣଙ୍କ ବୟସ 1 ଅଗଷ୍ଟ 2025 ତାରିଖ ସୁଦ୍ଧା 14 ବର୍ଷ ହୋଇଥିବ କିମ୍ବା 14 ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ଯଦି 14 ବର୍ଷରୁ କମ୍ ହୁଏ ତାହେଲେ ଆପଣ ITI ପାଇଁ ଅନଲାଇନ୍ ଆବେଦନ କରିପାରିବେ ନାହିଁ। ଦ୍ୱିତୀୟରେ ହେଉଛି ଯେ ଏହି ITIର ଇଞ୍ଜିନିୟରିଂ ଏବଂ ଅଣ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି 10ମ ପାସ୍ ଏବଂ କିଛି ପାଇଁ ରହିଛି 10ମ ଫେଲ୍। ଏ ସମସ୍ତ ତଥ୍ୟ ଆପଣ SAMS ପୋର୍ଟାଲକୁ ଯାଇ ଉପଲବ୍ଧ ରହିଛି ତାହା ଦେଖି ଜାଣିପାରିବେ। ତୃତୀୟରେ ହେଉଛି ଯେ ଆପଣ SAMS ପୋର୍ଟାଲ www.samsodisha.gov.in କିମ୍ବା www.dtetodisha.gov.in କୁ ଯାଇ ଆପଣ ଲଗ୍ଇନ୍ କରି 10 ତାରିଖ ଠାରୁ ଅନଲାଇନ୍ରେ ପଞ୍ଜୀକରଣ କରିପାରିବେ। ଏହାପରେ ଏକ ମୁଖ୍ୟ ବିଷୟ ରହିଛି ଯେ ଯେଉଁମାନେ 10ମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି କିନ୍ତୁ ଏଯାଏଁ ସେମାନଙ୍କର ପରୀକ୍ଷା ଫଳ ଆସିନାହିଁ ସେମାନେ କ'ଣ କରିବେ? ଆପଣ ଭଲ ଭାବରେ ଧ୍ୟାନ ଦିଅନ୍ତୁ ଯେ ଯେଉଁମାନେ ମାଟ୍ରିକ ପରୀକ୍ଷା ଦେଇଛନ୍ତି କିନ୍ତୁ ସେମାନଙ୍କର ପରୀକ୍ଷା ଫଳ ଘୋଷିତ ହୋଇନାହିଁ ସେମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣଙ୍କର ମାଟ୍ରିକ ରେଜଲ୍ଟ ଘୋଷିତ ହୋଇଯିବ ତାହାପରେ ଆପଣ ସେହି ମାର୍କ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର SAMS ପୋର୍ଟାଲରେ ଅପଲୋଡ଼ କରିପାରିବେ। ଏହା ନିଶ୍ଚିତ ଭାବରେ ବହୁତ ଭଲ କଥା ଯେ ପରୀକ୍ଷା ଫଳ ବାହାରିଲା ପରେ ଛାତ୍ରଛାତ୍ରୀମାନେ ତାହାକୁ ଅପଲୋଡ଼ କରିପାରିବେ। ପଞ୍ଚମରେ ଦେଖନ୍ତୁ, ଆପଣ ଯଦି ଆହୁରି ଅନେକ କିଛି ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ଟୋଲ୍ ଫ୍ରି ନମ୍ବର 155-335 କିମ୍ବା 1800-345-6770କୁ କଲ୍ କରି ଆପଣ ସମସ୍ତ ତଥ୍ୟ ପାଇପାରିବେ। ଏହିଭଳି ଅନେକ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।